ଡଣ ବେଲେ କାଣା କେନ୍ତା କରି ଷ୍ଟାର୍ଟ ହେଇଥିଲା ଟିକେ କହିବେ। ଡଣ ଡଣ ହଉଛି ବିଭିନ୍ନ ପ୍ରକାର। ଦଣ୍ଡ ଆମେ ଯାହାକି କହୁଛୁ, ଦଣ୍ଡ ହେଲା ଶାସ୍ତି, ଦଣ୍ଡ ହେଲା ଶାସନ, ଦଣ୍ଡ ହେଲା ବାଡ଼ି, ଦଣ୍ଡ ହେଲା ଦୁଃଖ ପାଇବାରଟା, ଆମର ଯାକେ ଦଣ୍ଡଧାରୀ ବୁଝିଲେ, ରଜାକେ ଆଖ୍ୟା ନାଇଁ ଦିଆଯାଉଛି ଦଣ୍ଡଧାରୀ ବୋଲିକିରି। ତ ସେ ପ୍ରକାର ଦଣ୍ଡ ତ ବିଭିନ୍ନ ପ୍ରକାର ଅଛି, କିନ୍ତୁ ତାର ବାହାରେ କାଳ ଦଣ୍ଡ ଅଛି, ଯମ ଦଣ୍ଡ ଅଛି, କର୍ମଦଣ୍ଡ ଅଛି, ବିଭିନ୍ନ ପ୍ରକାର ଦଣ୍ଡ। ତ ସେ ଭିତରୁ ସେପାରେଟ ଗୋଟେ ଦଣ୍ଡ ଯେନ୍ଟାକି ଶିବ ଦଣ୍ଡ। ଶିବ ଦଣ୍ଡର ଅନ୍ୟ ନାମ ହଉଛି ଝାମୁ ଯାତ୍ରା। ଝାମୁ ଯାତ୍ରା আর ঝামু যাত্রা হচ্ছে শিবঙ্কর সেবা করবারটা বুঝলে, শিবঙ্কর সেবা করবা, শিবঙ্কর এবং পার্বতীঙ্কর তাঙ্কর নাম প্রচার পাই তারমানে আমার চৈত্র মাসরে আমার ভক্ত মানে কলাকার মানে মানে ছতর বরগ ধরিকি বুলাবুলি করছেন, বুলিকি অনেক গাঁরে প্রত্যেক গাঁরে ভগবানকে পূজা করবে, সে জায়গায় সে দণ্ড করবে। পানি দণ্ড হেলা, মানে অগ্নিদণ্ড হেলা, ধূଳି ଦଣ୍ଡ ହେଲା, ଏ ସବୁ ପରିବେଷଣ କରୁଛ ସମସ୍ତଙ୍କୁ ନେଇକରି ସେଟା 16ସାଙ୍ଗ ଦଣ୍ଡ କୁହାଯାଏ। ତ କାଳକ୍ରମରେ 16ସାଙ୍ଗ ଦଣ୍ଡର ହେଲା କାରୁଆଣୀ, ତାପରେ ବୀଣାକାର ହେଲା, ତାପରେ ହେଲା ଆମର ଯୋଗୀ ଯୋଗିଆଣୀ, ହାଡ଼ି ହାଡ଼ିଆଣୀ, ଶବର ଶବରାଣୀ, ଏଇଟା ତାର ମାନେ 16ଟା ସ୍ୱାଙ୍ଗ, 16 ଦୁଣା 32ଟା ଦରକାର ମାନେ କଳାକାର। ଏବଂ ତାପରେ ଛତର ବରଗ ବିଭାଗଟା ବୋଲେ ଅନେକ ଲୋକ ଧୀରେ ଧୀରେ କରି କମିଗଲେ ଯେତେବେଳେ, ସେହି ସମୟରେ ଆମର ବିଏମପୁର ବ୍ଲକର ଜଣେ ମହାନ ଗୁରୁ ଭଗବାନ ସ୍ୱରୂପୀ ସେ, ତାଙ୍କର ନାଁ ହେଲା ବୈଦ୍ୟନାଥ ସାହୁ। ସେହି ବୈଦ୍ୟନାଥ ସାହୁ ଆମର 16ସାଙ୍ଗ ଦଣ୍ଡରୁ ଆମର ଏଇ କୃଷ୍ଣ ବା ଲୀଳା ଦଣ୍ଡକେ ସେମାନେ 75 ପଦକେ ନେଇକରି ଗୋଟେ ଲୀଳାଟେ କରିଦେଲେ। আর ସେ ବୈଦ୍ୟନାଥଙ୍କର ସେ ପଦ ଅନୁସାରେ ହରିବଂଶରୁ ଯେନ୍ ଉଦ୍ଧୃତ କରିକି ଲେଖିଦେଇଛନ୍, ଆମେ ମାନେ ଆଜି ସେଇ ବୈଦ୍ୟନାଥଙ୍କର ପଦକେ ଆମେ ଉଲ୍ଲେଖ କରିକିରି ତାହାକେ ବ୍ୟାଖ୍ୟା କରିକିରି ଆମେ ତାପରେ ଆମେ ଯେତେ ବି ଆମେ ଦଣ୍ଡ କଳାକାର ମାନେ ଅଛୁ, ସେ ଜାଗାରୁ ହିଁ ଆମର ଲୀଳା ଦଣ୍ଡଟା ଆମର ସୃଷ୍ଟି ହେଇଯାଇଛି। ରାଧା ଏବଂ କୃଷ୍ଣ ଲୀଳା ଦଣ୍ଡ ବୋଲେ ରାଧା ଏବଂ କୃଷ୍ଣ, ଦୂତି ଏବଂ ଠେଟଲ, এই 4ଟା ରୋଲ ଏବଂ ଢୁଲିଆ, এই 4ଟା ରୋଲ ମେନ୍ ଜିନିଷ। ତ ଇ ମାନେ ସୀମିତ ହେଇଗଲା, ତ ମହାପ୍ରଭୁଙ୍କୁ ବୁଲାବାରଟା ବି ତାମାନେ କମ୍ ପିଲାରେ ବି ହେଇପାରିଲା। ତ ତେଣୁକରି ବୁଲାବାରଟା ବି ମହାପ୍ରଭୁଙ୍କର ସେବା କରବାରଟା ବି ଟିକେ ମାନେ ମାନେ ଉତ୍ସାହ ହେଇଗଲା, କଳାକାର ମାନେ ବି ମିଳିଲେ। ଆର୍ ଇ ରାଧାକୃଷ୍ଣଙ୍କର ଦଣ୍ଡ ଭିତରକୁ ଯଦି ଆମେ ଯିମା, ରାଧା ଏବଂ କୃଷ୍ଣଙ୍କର ନାଁ ଆମେ ଯଦି ଥରେ ଉଚ୍ଚାରଣ କରୁଛୁ, କେତେ ସୁନ୍ଦର ଲାଗୁଛି। ମାନେ ତାଙ୍କର ଚରିତ୍ର ବି ସୁନ୍ଦର, ତାଙ୍କର ଗୁଣ ବି ସୁନ୍ଦର, ତାଙ୍କର ସବୁ ସୁନ୍ଦର। ତାଙ୍କୁ ବର୍ଣ୍ଣନା କରବାରଟା ରାଧା କୃଷ୍ଣଙ୍କର ବର୍ଣ୍ଣନା କରବାରଟା ବହୁତ କାଠିକର ପାଠ। ଆମେ ମାନେ ରାଧାକୃଷ୍ଣଙ୍କର ବିଷୟବସ୍ତୁ ଉପରେ ଆମେ କିଛି ବି ନାଇଁ ଜାଣିବାରଟା। ସେମାନେ ଏଇ ମହାନ ଯେନ୍ଟାକି ଜଗତର ପିତା ଏବଂ ମାତା। ଦଣ୍ଡ ସମାଜକେ ଭଲ ବାର୍ତ୍ତା ଦେସି କି ଖରାପ ବାର୍ତ୍ତା ଦେସି? ସେଟା ହଉଛି କଳାକାର ଉପରେ ନିର୍ଭର। କଳାକାର ଉପରେ ନିର୍ଭର ଦଣ୍ଡ ସମାଜକେ କାଁ ବାର୍ତ୍ତା ଦଉଛି, ସେଟା କଳାକାର ଉପରେ ନିର୍ଭର। ତ କିନ୍ତୁ ମୋର ଜାଣିବାରେ ରାଧା ଏବଂ କୃଷ୍ଣ ଏ ଦଣ୍ଡର ବିଷୟବସ୍ତୁ। ତ ଯିଏକି ଜଗତର ପିତା ମାତା, ଯିଏକି ଜୀବ ପରମ ସ୍ୱରୂପରେ ସମସ୍ତଙ୍କର ଘଟରେ ବିରାଜମାନ କରିଛନ୍, ସେମାନେ କାଣା ସଂସାରକେ କାଣା ଖରାପ ବାର୍ତ୍ତା ଦେବେ, ଭଲ ବାର୍ତ୍ତା ଦେବେ। ତ ସେ ରାଧାକୃଷ୍ଣଙ୍କର ବିଷୟବସ୍ତୁ ଉପରେ ଯଦି ଆମେ ଯିମା, ତ ନିଶ୍ଚିତ ଭାବେ ସମାଜକେ ସଠିକ୍ ବାର୍ତ୍ତା ଦେବା,
ଠିକ୍ ଭାବେ ଚାଲବାରଟା ଠିକ୍ ଭାବେ ରହିବାରଟା ଧର୍ମ ଭାବ ଭକ୍ତି ସ୍ନେହ ମାନେ ପିତା ମାତାକେ ମାନେ ଭକ୍ତି କରବାରଟା ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କର ମାନେ ବଜାୟ ରଖବାରଟା ନାରୀ ଶିକ୍ଷା ହେଲା ଭାତୃ ଶିକ୍ଷା ହେଲା ବାପା ମା ଶିକ୍ଷା ହେଲା ପିତା ମାତା ତାର ମାନେ ପୂଜା କରବାର ଶିକ୍ଷା ହେଲା ବଡ଼ମାନଙ୍କୁ ସମ୍ମାନ ଦେବାରଟା ଏଥିରେ ପୁରାଣ ଶାସ୍ତ୍ରରେ ଭରପୁର କରି ଅଛେ ଏବଂ ତାହାକେ ଆମେ ଦଣ୍ଡରେ ନେଇକି ଯଦି ଲଗାମା ତ ସମାଜ ଉଚିତ ଶିକ୍ଷା ପାଇପାରିବ। ଯେତିକି ବେଲେ ଆପଣ ଦୁତିକେ ଡାକସନ୍ ସୁନ୍ଦର ହିସାବରେ ଗୀତ ଗାଇକରି ଡାକସନ୍ ମୁଇଁ ତ ଡାକୁଛେ ନନ୍ଦର ବେଟାକୁ ଆସ 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 ଦୁତିକା ସେ ଗୀତ ଆପଣଙ୍କର କଣ୍ଠରୁ ଟିକେ ଆମେ ଶୁଣବାର ଲାଗି ଚାହିଁମୁ। ଠିକ୍ ଅଛି। এটা হচ্ছে আমার মাস্টার দণ্ডর বোধে ହଁ ହଁ কে চ্যালেঞ্জ দণ্ডর আমি কহি না পারে বহুত দিনের কথা এটা। হ্যাঁ গো আসো 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 দুতিকা গো আসো দুতিকা আগো আসো 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 দুতিকা গো আসো দুতিকা এ ধনু ডাকুছে তোতে মুই নন্দর বেটা এ মুই তো ডাকুছে ধনু রে নন্দর বেটা আসো 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 দুতিকা আসো 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 দুতিকা আগো ভালাজি যমুনার কুড়ে আর খেলুথিলি কদমর তলে রে খেলুথিলি কদমর তলে আগো দেখিলি জଣକୁ ଆସିଲା ପାଖକୁ ଆଗ ଦେଖିଲି ଜଣକୁ ଆସିଲା ପାଖକୁ ଏ ଧନ ଠାରି ଦେଇ ଗଲା ଆଖିର ଛୋଟାଟା ଏ ମତେ ଠାରି ଦେଇ ଗଲା ତାର ଆଖିର ଛୋଟାଟା ଆସ 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 ଦୁତିକା ଗো ଆସ 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 ଦୁତିକା। ବହୁତ ସୁନ୍ଦର ଲାଗଲା ଆଜ୍ଞା ଆପଣଙ୍କର ଗୀତ। ଆଜ୍ଞା ଆପଣଙ୍କର ଭଏସ୍ରେ ଗୋଟେ ଏନ୍ତା ଯାଦୁ ଅଛି ଆଜ୍ଞା ଆପଣ ଯେନ୍ ଗୀତ ଗାଏସନ୍ ଯେତେ ବି ଦର୍ଶକ ଥିସନ୍ ଆପଣଙ୍କର ଗୀତ ଶୁଣିଲେ ପୁରା ମୋହିତ ହେଇଯାଏସନ୍। ଆଜ୍ଞା ଆପଣ ଦଣ୍ଡରତ୍ନ ଉପାଧି ପାଇଛନ୍ ଦଣ୍ଡ ମହର୍ଷି ଉପାଧି ପାଇଛନ୍। ଆପଣ ଯେତିକି ବେଲେ ଦୁଇଟା ଉପାଧି ପାଇଲେ ସେ ଟାଇମ୍ରେ ଆପଣଙ୍କୁ କେନ୍ତା ଲାଗିଥିଲା? ବହୁତ ଖୁସି ଲାଗିଥିଲା। ଦଣ୍ଡରତ୍ନ ଉପାଧି ସୋନପୁର ଜିଲ୍ଲାରେ ମିଳିଥିଲା। ଦଣ୍ଡ ମହର୍ଷି ହାଇଦ୍ରାବାଦରେ ମିଳିଥିଲା ଯେନ୍ଟାକି ରାଜେନ୍ଦ୍ର ଢୋଲକିଆ ସେ ମହାଶୟ ମାନେ ପ୍ଲାନିଂ ମିନିଷ୍ଟର ସେ ମହାଶୟ ମୋତେ ହାଇଦ୍ରାବାଦରେ ଦଣ୍ଡ ମହର୍ଷି ସମ୍ମାନ ଦେଇଥିଲେ ଏବଂ ଦଣ୍ଡ ଅଟଳ ସମ୍ମାନ ଦେଇଥିଲେ ଦିଲ୍ଲୀ ଦରବାରରେ ଯେନ୍ଟାକି ଆମର ଏଜୁକେସନ୍ ମିନିଷ୍ଟର ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ତତ୍କାଳୀନ ଧର୍ମେନ୍ଦ୍ର ପ୍ରଧାନ ମହୋଦୟଙ୍କୁ ମୋର କୋଟି ଜୁହାର। ସେ ମହୋଦୟ ମୋତେ ଦଣ୍ଡ ଅଟଳ ସମ୍ମାନ ଦେଇଥିଲେ। ତାପରେ ଆମେ ବଲାଙ୍ଗୀର ଜିଲ୍ଲାରେ ବି ମୁରିବାହାଲ ବ୍ଲକରେ ଆମେ ପାଇଛେ ଦଣ୍ଡ ମହର୍ଷି ସମ୍ମାନ ସେ ଜାଗାରେ ବି ଏବଂ ଗଲା ବର୍ଷ ଦଣ୍ଡ ଅର୍ଜୁନ ସମ୍ମାନ ମିଳିଥିଲା ଆମର ମହାରାଷ୍ଟ୍ର ପୁଣେରେ। ତାପରେ ଦଣ୍ଡ ସବ୍ୟସାଚୀ ଆମର ସୋନପୁର ସ୍ଥିତ ଚେୟାରମ୍ୟାନ୍ ମହୋଦୟ ମୋତେ ଦେଇଥିଲେ। ତାପରେ ଦଣ୍ଡ ସମ୍ରାଟ ଆମର ସୋନପୁର ସ୍ଥିତ କଳିଙ୍ଗ ନଗରରେ କାଟ